ଯଦି ସତ ବାହାରିଲା ତାହେଲେ ମୁଁ ଲଣ୍ଡା ହେଇ ସତ କହୁଛନ୍ତି ତ? ସତ ପୁରା କହୁଛି। ସତ କହୁଛନ୍ତି ଆପଣ ଲଣ୍ଡା ହେଇଯିବେ ଯଦି ଲଣ୍ଡା ହବାକୁ ପଡିବ। ଯେତେବେଳେ କହିଲେ ସେତେବେଳେ ବି ଚିନ୍ତା କରିକି କହିବାର ଥିଲା। ଯଦି ଲଣ୍ଡା ହେବେନି ମୁଁ କହିବି ନା ଲଣ୍ଡା ହବାକୁ ଯଦି ଲାଜ ଲାଗୁଛି କି ଲଣ୍ଡା ହବା ପାଇଁ ବାରିକ ଫାରିକ ମିଳୁନାହାନ୍ତି ତାହେଲେ ମତେ ଡାକନ୍ତୁ। ମୁଁ ଗରମ ପାଣିର ମୁଣ୍ଡଟାକୁ ବୁଡେଇ ଦେବି, ବଢିଆ ସେ କୁକୁଡା ରକମ ରୁମେଇ ଦେବି। କୁକୁଡା ପାଇଁ କଣ ଲବକୁ ଏତେ ସପୋର୍ଟ କରୁଛନ୍ତି, ତାଙ୍କ ସହିତ ସେମିତି କିଛି ମନି କାରବାର ନାହିଁ ତ? ମନି ମାନେ ପଇସା? ଭଗବାନ ରାମ ରାମ ରାମ। କହୁଛି ଯେ ମାନେ ଭାବୁଛନ୍ତି ମୁଁ ହିଁ ଲବର ଭଲ ଫ୍ୟାନ। ହଁ ମୁଁ ଭାବୁଛି। ଘିରି ଘିରି ହେଇକି ଛିଣ୍ଡି ପଡୁନାହାନ୍ତି କୋଉଦିନ ତ? କିଛି ଦଉନାହାନ୍ତି ବୋଲି ଆଜି ସେମାନଙ୍କର ପରିସ୍ଥିତି ଏଇଆ। ଯଦି କିଛି ଦେଇଥାନ୍ତେ ହୁଏତ ସେଇ ସ୍ତ୍ରୀ ଜଣକ ତା ମୁହଁରେ ଅନ୍ତତଃ ଟିକେ ପାଉଡର ମାରିବା ପାଇଁ ହେଲେ ଟିକେ ପଇସା ପାଇଥାନ୍ତେ। ନହେଲେ ତାଙ୍କ ନିଜ ମୁହଁଟାକୁ ହେଲେ ବି ଟିକେ ଫ୍ରେଶ କରିଥାନ୍ତେ। ଆମ ଆଦିବାସୀରେ ଗୋଟେ ଅଛି ଯେ କିଏ ଗୋଟେ ମରିଗଲା ପରେ ଆମେ 10 ଦିନ ସିନ୍ଦୁର ନା ତେଲ ନା ଏମିତି ବହୁତ କିଛି ଜିନିଷ ଅଛି ଆମେ ବ୍ୟବହାର ବନ୍ଦ କରିବା। ନମସ୍କାର। ଆଜି ଆମେ ଏମିତି ଜଣଙ୍କ ସହିତ କଥା ହେବା, ସିଏ ଆଉ କେହି ନୁହଁ, ଲବହସ୍ତାଙ୍କର ମାନେ ଧରମ ଭଉଣୀ, ଯିଏକି ଆପଣମାନେ ବହୁତ ତାଙ୍କୁ ସୋସିଆଲ ମିଡ଼ିଆ ସାମ୍ନାରେ ଦେଖିଥିବେ। କିନ୍ତୁ ଆଜି ମୁଁ ତାଙ୍କ ସହିତ କଥା ହେବି ଆଉ ଲବହସ୍ତାଙ୍କ ବିଷୟରେ ଜାଣିବି, ଶୁଣିବି ଆଉ ତାଙ୍କୁ ପଚାରିବି କାହିଁକି ଲବହସ୍ତା ଏପର୍ଯ୍ୟନ୍ତ ହେଲା ଚୁପ୍ ହେଇ ଅଛନ୍ତି, କାହିଁକି ଏପର୍ଯ୍ୟନ୍ତ ସୋସିଆଲ ମିଡ଼ିଆରେ ଆସିକି କିଛି କହୁନାହାନ୍ତି, ସେଥିରେ ଭୁଲ କ'ଣ ଅଛି ଲବଙ୍କର? ତ ଚାଲନ୍ତୁ ତାଙ୍କୁ କଲ୍ କରି କଥା ହେବା। ହ୍ୟାଲୋ। ହଁ ଦିଦି ନମସ୍କାର, ଭଲ ଅଛନ୍ତି? ନମସ୍କାର। ଆଚ୍ଛା ଦିଦି, ଆପଣଙ୍କର ଘର ପାଖରେ ଲବହସ୍ତାଙ୍କର ଶ୍ୱଶୁର ଘର କି? ଆଜ୍ଞା ଏଇ ପାଖରେ ତାଙ୍କ ଶ୍ୱଶୁର ଘର। ଆଚ୍ଛା, ଆପଣ ତ ତାଙ୍କୁ ବହୁତ ଭଲ ଭାବରେ ଚିହ୍ନିଥିବେ? ହଁ ଜାଣିଛି। ତାହେଲେ ଏଇ କେସକୁ ନେଇ ଆପଣ ତାଙ୍କୁ କେତେ ସପୋର୍ଟ କରୁଛନ୍ତି ଆଉ କେତେ ବିରୋଧ କରୁଛନ୍ତି କହିବେ କି? ନା ମୁଁ ତ ଟୋଟାଲି ତାଙ୍କୁ ସପୋର୍ଟ କରୁନାହିଁ। କାହିଁକି ନା ସେମାନେ ଯୋଉ କର୍ମ କରିଛନ୍ତି ଏଇଟା ଜମା ଭଲ କରିନାହାନ୍ତି। ଆଜ୍ଞା, କଣଟା କର୍ମ କରୁଛନ୍ତି? ଯୋଉ ଗୋଟେ ସ୍ତ୍ରୀ କୁ ବାହା ହେଲେ, ତାରି ସାଙ୍ଗରେ ଗୋଟେ ଛୁଆ ହେଇ ସାରିଲା ପରେ ଆଉ ଗୋଟେ ବାହା ହେଲେ, ତା ସାଙ୍ଗରେ ବି ଗୋଟେ ଛୁଆ ଜନ୍ମ କଲେ, ତାପରେ ସେଇଟାକୁ ବି ଛାଡିଦେଲେ, ତାପରେ ସେଇ ସୁନ୍ଦର ସୁନ୍ଦର ଝିଅ ମାନଙ୍କ ସାଙ୍ଗରେ ବିଦେଶ ବୁଲୁଛନ୍ତି। ଏଇଟା କଣ ଠିକ କରୁଛନ୍ତି? ଆଚ୍ଛା, ସତରେ କଣ ଲବହସ୍ତା ବାହା ହେଇଛନ୍ତି? ବାହା ହେଇଛନ୍ତି ବୋଲି ଆଜି ତାଙ୍କ ପିଲା ଛୁଆ ସୋସିଆଲ ମିଡିଆରେ ବାହାରି ସାରିଲେଣି। ଏପର୍ଯ୍ୟନ୍ତ ଆପଣ ଜାଣିନାହାନ୍ତି ନା? ନାଇଁ, ମୁଁ ଦେଖିଛି ଯେ, ହେଲେ ବିଶ୍ୱାସ କରିପାରୁନି ନାଇଁ ସେ ସତରେ ବାହା ହେଇଛନ୍ତି ବୋଲି। କାହିଁକିନା ସେ କେବେ କହିନାହାନ୍ତି ନା ସୋସିଆଲ ମିଡିଆ ସାମ୍ନାରେ କି ନ୍ୟୁଜ ବାଲାଙ୍କ ସାମ୍ନାରେ। ଠିକ ନୁହେଁ। ଆଚ୍ଛା, ଯଦି ଆଜି ଯାକେ ସିଏ ବାହା ହେଇଥିଲେ, ତାଙ୍କ ସ୍ତ୍ରୀ ପିଲା ଛୁଆ ଥିଲେ, ସେ କୌଣସି ଆଇନର ଆଶ୍ରୟ ନେଲେନି କାହିଁକି? ସୋସିଆଲ ମିଡିଆରେ ଆଗରୁ ଆସି କହିଲେନି କଣ ପାଇଁ? ନା ସେଇଟା ତ ମୁଁ କହିବି, ଯେହେତୁ ସେମାନେ ଗରିବ ଏବଂ ନିରୀହ, ସେଇଥିପାଇଁ ସେମାନେ ଆଇନର ଆଶ୍ରୟ ନବା ପାଇଁ ନିଜକୁ କେବେ ସକ୍ଷମ ବୋଲି ମନେ କରିନାହାନ୍ତି। ତାପରେ ଆଉ ଗୋଟେ କଥା ମୁଁ କହୁଛି ଯେ ସେମାନେ ପ୍ରତ୍ୟେକ ଦିନ କାମ କରିବାକୁ ଗଲେ ତାଙ୍କର ଚୁଲି ଜଳେ। ତ ସେଇ ଭିତରେ ଯଦି ସେମାନେ କୋର୍ଟ କଚେରୀକୁ ଧାଇଁବେ ତାହେଲେ ସେମାନେ ପଇସା ପତ୍ର କୋଉଠି ପାଇବେ ପେଟ ପୋଷିବା ପାଇଁ? ଆଜ୍ଞା, ଲବହସ୍ତାଙ୍କ କୌଣସି ପ୍ରକାର ତାଙ୍କୁ ଭରଣ ପୋଷଣ ଦିଅନ୍ତିନି, ଖାଇବାକୁ କି ପଇସା ପତ୍ର କିଛି ବି ଦିଅନ୍ତିନି। କିଛି ଦଉନାହାନ୍ତି ବୋଲି ଆଜି ସେମାନଙ୍କର ପରିସ୍ଥିତି ଏଇଆ। ଯଦି କିଛି ଦେଇଥାନ୍ତେ ହୁଏତ ସେଇ ସ୍ତ୍ରୀ ଜଣକ ତା ମୁହଁରେ ଅନ୍ତତଃ ଟିକେ ପାଉଡର ମାରିବା ପାଇଁ ହେଲେ ଟିକେ ପଇସା ପାଇଥାନ୍ତେ। ନହେଲେ ତାଙ୍କ ନିଜ ମୁହଁଟାକୁ ହେଲେ ବି ଟିକେ ଫ୍ରେଶ କରିଥାନ୍ତେ। ଆଚ୍ଛା ଦିଦି, ଗୋଟେ କଥା କୁହନ୍ତୁ, ଆମେ ଜାଣିଛେ ସ୍ଵାମୀ ଆମକୁ ପଚାରୁ ନ ପଚାରୁ ଛାଡିକି ଯାଉ କି ରହୁ ସେ ଅଲଗା କଥା, କିନ୍ତୁ ଆମେ ସବୁବେଳେ ସ୍ଵାମୀଙ୍କର ମଙ୍ଗଳ କାମନା କରୁ, ସିନ୍ଦୁର ଲଗାଉ। କିନ୍ତୁ ଲବହସ୍ତାଙ୍କ ସ୍ତ୍ରୀଙ୍କ ମୁଣ୍ଡରେ ସିନ୍ଦୁର ନାହିଁ କାହିଁକି? ସିନ୍ଦୁର ନ ପିନ୍ଧିବାର ବି କାରଣ ଅଛି, ସେଇଟା ମୁଁ କହୁଛି ଶୁଣନ୍ତୁ। ଯେ ତାଙ୍କ ଯେତେବେଳେ ଶାଶୁ ମରିଗଲେ, ମାନେ ଲବହସ୍ତାର ମା ଯେତେବେଳେ ମରିଗଲେ, ସେତେବେଳେ ସେ ବୋହୂଟାକୁ ଖୋଜିବା ଦରକାର କି ନାହିଁ? ଯେ ରାଗିକି ସିଏ ଯଦି ବାପ ଘରକୁ ଯାଇଛନ୍ତି, ଅଲଗା ତ କୋଉଠି ଯାଇନାହାନ୍ତି, ବାପ ଘରକୁ ହିଁ ଯାଇଛନ୍ତି, ଅନ୍ତତଃ ସେଇ ତାଙ୍କ ଶ୍ୱଶୁର ଘରକୁ ଯାଇକି ସେମାନଙ୍କୁ ଟିକେ ନେହୁରା ହେଇକି ଘରକୁ ନେଇ ଆସିବା କଣ କର୍ତ୍ତବ୍ୟ ନଥିଲା? ନିହାତି କର୍ତ୍ତବ୍ୟ ଥିଲା। ଯେହେତୁ ଗୋଟେ ପିଲା ଅଛି, ଯେହେତୁ ଗୋଟେ ତାଙ୍କ ସାଙ୍ଗରେ ଗୋଟେ ପିଲା ଅଛି, ଖାଲି ଯଦି ତା ସ୍ତ୍ରୀଟା ଥାନ୍ତା ତାହେଲେ ନ ଡାକିଥିଲେ ବି କିଛି ଅସୁବିଧା ନାହିଁ। ଯେହେତୁ ତାଙ୍କର ଗୋଟେ ପିଲା ଅଛି, ଛୋଟ ପିଲାଟାର ମୁହଁକୁ ଚାହିଁ ବୋହୂଟାକୁ ନେଇ ଆସିବାର ଉଚିତ ଥିଲା। ଯେହେତୁ ସେତେବେଳେ ସେଇ ମାଙ୍କ
ଶୁଦ୍ଧିକ୍ରିୟା ସମୟରେ ତାକୁ ଡାକି ନାହାନ୍ତି ବା ଶୁଦ୍ଧିକ୍ରିୟା ତାଙ୍କର ଯୋଉ କର୍ମ ହୁଏ ସେଇଟା ସମୟରେ ତାକୁ ଡାକି ନାହାନ୍ତି ବା ଶୁଦ୍ଧି କରିନାହାନ୍ତି, ସେ କେମିତି ସିନ୍ଦୁର ପିନ୍ଧିବ? ତାପରେ ଆମ ଆଦିବାସୀରେ ଗୋଟେ ଅଛି ଯେ କିଏ ଗୋଟେ ମରିଗଲା ପରେ ଆମେ 10 ଦିନ ସିନ୍ଦୁର ନା ତେଲ ନା ଏମିତି ବହୁତ କିଛି ଜିନିଷ ଅଛି ଆମେ ବ୍ୟବହାର ବନ୍ଦ କରିଦଉ। ତାପରେ ଯୋଉ ଦିନ ସେ ନନା ପୂଜା କରିବେ ସେ ନନା ସିନ୍ଦୁର ଆଉ ଖାଇବା ପାଇଁ ମହୁ ଦେଲା ପରେ ଆମେ ସେ ସବୁ ପୁଣି ଥରେ ବ୍ୟବହାର କରିଥାଉ। ତ ସେ ଯଦି ସେମିତି ରଖିଦେଇଛନ୍ତି ତାହେଲେ କେମିତି ସିନ୍ଦୁର ପିନ୍ଧିବେ? ଆଚ୍ଛା ଆଚ୍ଛା, ମୁଁ ବି ଶୁଣିଥିଲି ଗୋଟେ ବାଇଟ ରେ କି ଲବହସ୍ତାଙ୍କର ଭଉଣୀ ଯିଏ ଅଛନ୍ତି ସେ କହୁଥିଲେ କି ସେ ଛୁଆ ଆମର ନୁହଁ, DNA ଟେଷ୍ଟ କରାଯାଉ। ହଁ, ମୁଁ ତ କହିବି ସେଇ ଲବର ଭଉଣୀ ଯିଏ କହୁଛି ତାର DNA ଟେଷ୍ଟ ଆଗ କରିବା ଦରକାର, କାହିଁକି ନା ମତେ ବି ସନ୍ଦେହ ଲାଗୁଛି ସେଇଟା ଲବର ଭଉଣୀ ନୁହେଁ। ହଁ ଦିଦି ଆପଣ କମେଡି କରୁଛନ୍ତି। ନାଇଁ ଯଦି ପ୍ରକୃତରେ ଲବର ଭଉଣୀ ହେଇଥାନ୍ତା ତାହେଲେ ଭାଇଙ୍କୁ ନେଇକି ଏମିତି ଏତେ ବଡ ମିଛ କହିପାରି ନଥାନ୍ତା, କାହିଁକି ନା ସେ ଝିଅର ମୁହଁ ଲବ ସହିତ ସମ୍ପୂର୍ଣ୍ଣ ମିଶି ଯାଉଛି। ତ ଆମେ DNA ଟେଷ୍ଟ କରିବା ପର୍ଯ୍ୟନ୍ତ ସେ କଥା ଉଠୁନି। ସେମିତି ଦିଦି ଆମ ମାନେ କହିବାକୁ ଗଲେ ଆମର ଏଠି 7 ପ୍ରକାରର ଚେହେରା ଅଛନ୍ତି ଗୋଟେ ଚେହେରାର, ଯେମିତି ଆମର ମୁଖ୍ୟମନ୍ତ୍ରୀଙ୍କର 3 ପ୍ରକାର ବାହାରିଲେଣି। କହିହବନି ନା ସେ ଜୋର ଦେଇକି ସେ ତାଙ୍କ ବାପା ବୋଲି। ହଁ, ଯଦି ବି ସେଇଟା ଗୋଟେ ଭାବୁଛନ୍ତି ଯେ ଏମିତି ଗୋଟେ ଚେହେରାର 4-5 ଜଣ ଲୋକ ଅଛନ୍ତି, ହଉ ଠିକ ଅଛି। ତ ସେଇଟା ଯଦି ଲବ କହିଥାନ୍ତା ହୁଏତ ତାହେଲେ ଆହୁରି ବହୁତ ସୁନ୍ଦର ହେଇଥାନ୍ତା। ଏସବୁ କହିବା ପାଇଁ ତା ଭଉଣୀ କିଏ? ହଁ ନିହାତି ତାଙ୍କ ଭଉଣୀ କିଏ ସେ କହିବା ପାଇଁ। ଆଉ ସେଇଟା ତ ସ୍ୱାମୀ ସ୍ତ୍ରୀ ଭିତରର କଥା। ସେ ତୃତୀୟ ଲୋକ ଯିଏ ସିଏ କଣ ସେଇ କେତେବେଳେ ଲୋଭ କଣ କଲା ନ କଲା ସେ ସବୁ କଣ ଜଗି ବୁଲୁଥିଲା? ଆଚ୍ଛା, ମୁଁ ବି କହିଥିଲି କି ଯୋଉ ଦିନ ଲବହସ୍ତାଙ୍କର ସ୍ତ୍ରୀ ପିଲା ଛୁଆ ବାହାରିବେ ମୁଁ ଲଣ୍ଡା ହେଇଯିବି ବୋଲି। ମୁଁ ଭାବୁଛି ଯଦି ସତ ବାହାରିଲା ତାହେଲେ ମୁଁ ଲଣ୍ଡା ହେଇଯିବି। ସତ କହୁଛନ୍ତି ତ? ସତ ପୁରା କହୁଛି। ସତ କହୁଛନ୍ତି ଆପଣ ଲଣ୍ଡା ହେଇଯିବେ ଯଦି ସତ ବାହାରିଲା? ତାହେଲେ ଅପେକ୍ଷା କରନ୍ତୁ ଆଉ ବହୁତ କମ ଦିନ ଭିତରେ। ଆଉ ଯଦି ଖାଲି ନୁହେଁ, ପ୍ରମାଣ ବି ମିଳିଗଲା। ତା ଆଧାର କାର୍ଡ ର ଯୋଉ ପ୍ରମାଣ ମିଳିଲା ଲବହସ୍ତା ତା ସ୍ୱାମୀ, ସେଇ ପିଲାର ବି ଆଧାର କାର୍ଡ ରେ ବାପା ନା ଲବହସ୍ତା ଅଛି। ଆଉ ଏମିତି କଣ ପ୍ରମାଣ ପାଇଲେ ଆପଣ ଲଣ୍ଡା ହେବେ? ନାଇଁ ଲଣ୍ଡା ହବ କିଛି ନାହିଁ ଯେ ଖରା ଦିନଟା ତ ବାରିକ ଆସିବେନି, ଆଉ ପଛେ ଲଣ୍ଡା ହେବି। ଆଉ ଲଣ୍ଡା ହବାକୁ ପଡିବ। ଯେତେବେଳେ କହିଲେ ସେତେବେଳେ ବି ଚିନ୍ତା କରିକି କହିବାର ଥିଲା। ଯଦି ଲଣ୍ଡା ହେବେନି ମୁଁ କହିବି ନା, ଲଣ୍ଡା ହବାକୁ ଯଦି ଲାଜ ଲାଗୁଛି କି ଲଣ୍ଡା ହବା ପାଇଁ ବାରିକ ଫାରିକ ମିଳୁନାହାନ୍ତି ତାହେଲେ ମତେ ଡାକନ୍ତୁ। ମୁଁ ଗରମ ପାଣିର ମୁଣ୍ଡଟାକୁ ବୁଡେଇ ଦେବି, ବଢିଆ ସେ କୁକୁଡା ରକମ ରୁମେଇ ଦେବି। କୁକୁଡା ନା କଣ? ନାଇଁ, ଯଦି ବାରିକ ଫାରିକ ମିଳୁନାହାନ୍ତି କି କୌଣସି ପ୍ରୋବ୍ଲେମ ହଉଛି ତାହେଲେ ତ ମତେ ଡାକନ୍ତୁ, ମୁଁ ବଢିଆ ସେ ରୁମେଇ ଦେବି। ଆଚ୍ଛା, ଆପଣ ଗୋଟେ କଥା କୁହନ୍ତୁ, ନ୍ୟୁଜ ବାଲା ଆପଣଙ୍କ ଘରକୁ ଯାଇଥିଲେ କେତେ ଖୁସିରେ ସିଏ ଆପଣ ତାଙ୍କ କଣ ଯୋଉ ହଇରାଣ ଦେଲେ, ପାନେ ଦେଲେ, ଆଉ କଣ ମଶା ପାଖରେ କଣ ଶୋଇଦେଲେ ନେଇକିନି? ଆଜ୍ଞା ଦର୍ଶକ ବନ୍ଧୁ, ସେଇଦିନ ଏଇ ମିଡିଆ ବାଲା ମାନେ ଆମ ଘରକୁ ଆସିଲେ ଯେ ତାଙ୍କର ବେଳ ଖରାପ ପଡିଲା। କେମିତି ଜାଣିଛନ୍ତି? କାରଣ ସେଇଦିନ ଭିଡିଓ ସୁଟ୍ କରୁ କରୁ ବହୁତ ଜୋରରେ ପବନ ବର୍ଷା ଆସିଲା। ଆଉ ପବନ ବର୍ଷା ଛାଡିଲା ବେଳକୁ ରାତି 12ଟା ହେଇଯାଇଥିଲା। ତାପରେ ସେମାନଙ୍କୁ ମୁଁ କହିଲି, ଆଜ୍ଞା ଭାଇମାନେ, ରାତି 12ଟା ହେଇଗଲାଣି, ତେଣୁ ଆଜି ଆପଣମାନେ ଏଇଠି ରହିଯାଆନ୍ତୁ। ତାପରେ ସେମାନେ ବି ଦେଖିଲେ ରାତି ବହୁତ ହେଇଯାଇଛି, ତେଣୁ ସେମାନେ କଥା ହେଲେ ଯେ ବର୍ତ୍ତମାନ ତ ହୋଟେଲ ବି ବନ୍ଦ ହେଇଯାଇଥିବ। ତାପରେ ସେମାନେ କହିଲେ, ହଉ ଆଜି ରାତିଟା ଏଇଠି ରହିଯିବା। ଯେମିତି କଥା ସରିଛି ମୋତେ ଗୋଟିଏ ମୌକା ମିଳିଗଲା ସେମାନଙ୍କୁ ପାନେ ଦେବା ପାଇଁ। ଖାଇବା କଥା ତ ଛାଡ଼ନ୍ତୁ, ଶୋଇବା ପାଇଁ ସେମାନଙ୍କୁ ସୁଧୁ ମଶାନଟାରେ ବିଛେଇ ଦେଲି। ସକାଳେ ଯେତେବେଳେ ଉଠିକି ଦେଖୁଛି ଯେତିକି ସାଇ ପଡ଼ିଶା ମଶା ଆମ ଘରେ ପର୍ବ ମାନୁଛନ୍ତି, ଦେଖିକି କିଛି ବି କହି ହେଲାନି। ନା, ସେଇଟା ତ ସେମାନେ ଯେହେତୁ ଆମକୁ ହଇରାଣ କଲେ, ସେ ଆଖି ସାମ୍ନାରେ ଲାଇଟ ଲଗେଇଦେଲେ। ଆମର କଣ ଆଖି ଖରାପ? ସେମାନେ ଯୋଉ ଲାଇଟ ଟା ଦେଖେଇଲେ ସେମାନେ ବି ତ ଆମକୁ ହଇରାଣ କଲେ ନା। ଅଧରାତିରେ ଆମକୁ ଡିଷ୍ଟର୍ବ କଲେ। ଆମର ଶୋଇବା ଟାଇମ ହଉଛି 10ଟା, ସେମାନେ ରହିଲେ କେତେ ପର୍ଯ୍ୟନ୍ତ? 12ଟା ପର୍ଯ୍ୟନ୍ତ। ଆମକୁ ସେତେବେଳେ ଖରାପ ଲାଗି ନଥିବ? କଣ କରିବା ଦିଦି, ମେଘ ପବନ ହେଲା ଆଉ। ସେ ଯାହା ବେଲେ ଆସେ ଆମର କଣ କୁହନ୍ତି ନ୍ୟୁଜ ବାଲାକୁ ଚତୁର୍ଥ ସ୍ତମ୍ଭ ବୋଲି। ଆପଣ ତାଙ୍କୁ ଏମିତି ହଇରାଣ କଲେ? ନାଇଁ, ହଇରାଣ କରିବା କଥା ନୁହେଁ, ଖାଲି ଗୋଟେ ଜିନିଷ ଦେଖିଲେ ହବନି। ମୁଁ ସେମାନଙ୍କୁ ଭଲ ବି କରିଛି। କଣ ଦେଇଛନ୍ତି ଖାଇବାକୁ? ସକାଳେ ଦେଲି ପଖାଳ ଆଉ ଆଳୁ ଭଜା
ଏପଟେ ଆମ୍ବ ମାନେ ପାଚିଲା ଆମ୍ବ କଟା ଆଉ ଯେତିକି ସମୟ ତାଙ୍କୁ ଦେଲି ହୁଏତ ମୁଁ ସେମାନେ ନଥିଲେ ମୋର କେତେ କାମ କରିଥାନ୍ତି। ଯେହେତୁ ସେମାନେ ଆସିଛନ୍ତି ସେମାନଙ୍କର କଥାକୁ ରଖିକି 12ଟା ପର୍ଯ୍ୟନ୍ତ ତାଙ୍କୁ ସମୟ ଦେଲି। ତା ପରଦିନ କଥା ସେଇଟା କଣ ମୁଁ ଖରାପ କରିଛି? ନାଇଁ 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 ଠିକ କରିଛନ୍ତି, କିଛି ଖରାପ କରିନାହାନ୍ତି। ଯୋଉ ଖାଇବାକୁ ଦେଇଛନ୍ତି ଟିକେ ହଇରାଣ କରିଛନ୍ତି, ସେ ସବୁ ପ୍ଲସ ମାଇନସ 0 ହେଇଗଲା। ହଁ ସେଇ କଥା ତ ମୁଁ କହୁଛି। ଏମିତିରେ ଆଉ ସବୁ ଜିନିଷ ନେଇକି ଆମେ ମ୍ୟାନେଜ କରିକି ଚଳୁଛୁ। କରାହେଇଛି କେମିତି କଣ କାମ କରାହବ ସେଇଟା ନେଇକି ଗୋଟେ କାମ ହଉଛି ଯେ ସେଇଠି ମୁଁ ଟିଚର ଅଛି ମାନେ ଆମର ଯୋଉ ପାଠ ପଢା ହଉଛି ମୁଣ୍ଡାରୀ ଭାଷାରେ। ଆଜ୍ଞା ଆଜ୍ଞା। ସେଇ ମୁଣ୍ଡାରୀ ଭାଷାରେ ପାଠ ପଢା ଯୋଉ ହଉଛି ଏଇ ଭିତରେ ପରୀକ୍ଷାଟା ପଡିବ। ଆଉ 4-5 ଦିନ ପରେ ଆମର ପରୀକ୍ଷାଟା ପଡିବ। ତ ମୁଁ ସେଇଠି ଯେହେତୁ ଟିଚର ରହୁଛି, ପିଲାମାନେ କେମିତି ଫର୍ମ ଫିଲଅପ କରିବେ, କିଏ ଫର୍ମ ଫିଲଅପ ପଇସା କେତେ ଦଉଛନ୍ତି ନ ଦଉଛନ୍ତି ସେଗୁଡା ସବୁ ବୁଝାବୁଝି କରିବା ପାଇଁ ମୁଁ କିଆଡେ ବାହାରକୁ ଯାଇପାରୁନି। ଆଜ୍ଞା ଆଜ୍ଞା। ଯାହା ହଉ ଦିଦି ଆପଣଙ୍କର ମାନେ ବହୁତ କିଛି ଆମେ ଲବଣଙ୍କ ବିଷୟରେ ଶୁଣିବାକୁ ପାଇଲୁ, ଜାଣିବାକୁ ପାଇଲୁ ଆପଣଙ୍କ ଦ୍ଵାରା। ବହୁତ ବହୁତ ଧନ୍ୟବାଦ। ଆଉ କିନ୍ତୁ ଯାହା ହେଲା ଆପଣ ମତେ ଯୋଉ କହୁଛନ୍ତି କୁକୁଡା ଭଳିଆ ଛେଲି ଦେବେ, ସେଇଟା କଣ ଠିକ କଥା? ଗରମ ପାଣିରେ ପୁଣି ଏଇ ଯୋଉ ଖରା ଦିନ ସମ୍ଭାଳି ହଉନି, ଆହୁରି ଗରମ ପାଣି। ନାଇଁ ମୁଁ କହିଲି ଯେ ଯଦି ବାରିକ ଫାରିକର ଅସୁବିଧା ହଉଛି ତାହେଲେ ମତେ ଡାକନ୍ତୁ, ଗରମ ପାଣିର ମୁଣ୍ଡଟିକୁ ବଢିଆ ସେ ଉଦା କରିକି ରୁମେଇ ଦେବି। ଆଉ ଯଦି ସେଇଟା ବି କରୁନାହାନ୍ତି ତାହେଲେ ତ ମୁଁ ଭାବିଛି କହିଲା ବେଳେ ଇଏ ବ୍ରେକ ଫେଲ ଗାଡି ଭଳିଆ ମାଡି ଚାଲିଲେ। ଏବେ ଯଦି ସେଇ କଥାଟାକୁ ରଖିବେନି ତାହେଲେ ମୁଁ କହୁଛି ଆପଣଙ୍କ ଗୋଡ ଭାଙ୍ଗିଦେବି, ନହେଲେ ଠେଙ୍ଗିରି ଭାଙ୍ଗିଦେବି। କଣ ଠେଙ୍ଗାରେ ମୋ ଗୋଡ ଭାଙ୍ଗିଦେବି? ଠେଙ୍ଗିରି ଭାଙ୍ଗିଦେବି। ଠେଙ୍ଗିରି ମାନେ କଣ? ଠେଙ୍ଗିରି ମାନେ ଗଣ୍ଠି। ଗଣ୍ଠି? ଓ ମୋ ଗଣ୍ଠି କି ବାଡେଇ ଭାଙ୍ଗିଦେବେ? ହଁ, କଥା କହିଲା ବେଳେ କହିଲେ, କଥା କହିଲା ବେଳେ କହିଲେ ଆଉ କଥା ରଖିବେନି। ସେମିତି ତ କଦାପି ହୁଏନି, ମତେ ଭଲ ଲାଗିବନି। ତେଣୁକରି କଥା ରଖିବେ, ନହେଲେ ଠେଙ୍ଗିରି ଭାଙ୍ଗିବି। ଆପଣ ବହୁତ ବହୁତ ଧନ୍ୟବାଦ। ମୋ ଠେଙ୍ଗିରି ଆଉ ଭାଙ୍ଗିବା ଦରକାର ନାହିଁ। ମୁଁ ଯାଉଛି, ମୋ କଥାକୁ ମୁଁ ଫେରି ନଉଛି। ମୁଁ ଯେତେବେଳେ ଜାଣିନଥିଲି କହିଦେଇଥିଲି। ଆପଣଙ୍କ ଠାରୁ ଶୁଣିକି ମୁଁ ବର୍ତ୍ତମାନ ନିଜକୁ ଧନ୍ୟ ମନେ କରୁଛି। ଆଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଦିଦି, ଥ୍ୟାଙ୍କ ୟୁ। ନାଇଁ ଆଉ ଗୋଟେ କଥା ମୁଁ କହୁଛି କୁହନ୍ତୁ। ଯେ ଲବକୁ ଏତେ ସପୋର୍ଟ କରୁଛନ୍ତି, ତାଙ୍କ ସହିତ ସେମିତି କିଛି ମନି କାରବାର ନାହିଁ ତ? ମନି ମାନେ ପଇସା? ହଁ। ରାମ 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 ରାମ। ଆମର ଭାଇ ସେ ପଇସା ନାହିଁ। କଥାରେ ଅଛି ଯୋଉ ପଇସା ଯିଏ ସେଲେ ବିଷ୍ଣୁ ଘର ଭାଙ୍ଗିବ, ଘର ଯୋଡିବ, ସମ୍ପର୍କ ଭାଙ୍ଗିବ, ସମ୍ପର୍କ ଯୋଡିବ, ସେସବୁ ଆମର ନାହିଁ। ଆମେ ସତ୍ୟରେ ଚାଲୁ, ନ୍ୟାୟରେ ଚାଲୁ। ସବୁବେଳେ ଆମେ ଜୋର ଦେଇ କହୁ, ଆମେ ଯଦି କାହାଠୁ ପଇସା ଖାଇବୁ ଆମେ କେବେ ବି ଲୋକଙ୍କ ସାମ୍ନାକୁ ସତ ଆଣିପାରିବୁନି। ଆଜି ସପୋର୍ଟ କରୁଛୁ, କାଲି ବିରୋଧ କରିବୁ, ସେମିତି କିଛି ନାହିଁ। ଯୁଆଡେ ବର୍ଷା ସିଆଡେ ସତା। ନାଇଁ ମୁଁ ତ ଭାବିଲି ଏମିତି ଲବକୁ ସପୋର୍ଟ କରୁଛନ୍ତି ମାନେ ଅଲଗା କୌଣସି କାରଣ ହେଇଥିବ ନିହାତି, ନହେଲେ ଏତେ ସପୋର୍ଟ କରୁଛନ୍ତି। ସମସ୍ତେ କହୁଛନ୍ତି ଲବ ଭୁଲ, ଆପଣ କହୁଛନ୍ତି ନାଇଁ ଲବ ଠିକ। ନାଇଁ ମୁଁ କହିବା କଥା ହଉଛି ମାନେ ତାଙ୍କ ସବୁ ଭିଡିଓ ମତେ ଭଲ ଲାଗେ, ତାଙ୍କ କଥାବାର୍ତ୍ତା ଭଲ ଲାଗେ। ଆଉ ସିଏ ବହୁତ ଭଲ ଭଲ ଜିନିଷ ଆମକୁ ସୋସିଆଲ ମିଡିଆ ଦ୍ଵାରା ଦେଖାନ୍ତି। ବିଭିନ୍ନ ଦେଶକୁ ଯାଇ ବିଭିନ୍ନ ତାଙ୍କ ଭାଷା, ତାଙ୍କ କଥା, ତାଙ୍କ ଖାଇବା ସବୁ କିଛି ଦେଖାନ୍ତି। ସେଟା ମତେ ଭଲ ଲାଗେ। ବ୍ଲଗର ଅଛନ୍ତି, ଅଗିଲା ମୁତିଲା ଭିଡିଓ କରୁଛନ୍ତି, କିନ୍ତୁ ବ୍ଲଗର ବିଷୟରେ ଲବଙ୍କର ନମ୍ବର 1 ବ୍ଲଗର ମୁଁ ସବସ୍କ୍ରାଇବର। ମୁଁ ତାଙ୍କ ଭିଡିଓ ମନେ ଭାବୁଛନ୍ତି ମାନେ ଲବର ନମ୍ବର 1 ଫ୍ୟାନ। ହଁ, ମନେ ଭାବିବାକୁ କଣ ପଇସା ପଡୁଛି? ନା, ତଥାପି ମୁଁ କହୁଛି ଯେ ମାନେ ଭାବୁଛନ୍ତି ମୁଁ ହିଁ ଲବର ଭଲ ଫ୍ୟାନ। ହଁ ମୁଁ ଭାବୁଛି। ଘିରି ହେଇକି ଛିଣ୍ଡି ପଡୁନାହାନ୍ତି କୋଉଦିନ ତ? ନା ମୁଁ ଛିଡି ପାରୁନି। ଫ୍ୟାନ ଅଛି ଟାଙ୍ଗିଛି, ଏଇନା ଖରା ଦିନ ଟିକେ ଫ୍ୟାନ ବେଶୀ ଦରକାର ହଉଛନ୍ତି। ଆଉ ଯଦି ଭଲ କି ଦେଖିକି ଚଳିବେ, ନହେଲେ କୋଉ ଦିନ ତାର ଛିଡିକି ଗଳି ପଡିବେ, ସେତେବେଳକୁ କେହି ପାଖରେ ନଥିବେ। ଆପଣ ଏଠି ଆଶୀର୍ବାଦ ଦଉଛନ୍ତି ନା ଅଭିଶାପ ଦଉଛନ୍ତି? ନାଇଁ, ସେଇଟାକୁ ଆପଣ ଯେମିତି ଭାବି ପାରିବେ ସେମିତି ଭାବି ନେଇ ପାରନ୍ତି। ହଁ ଠିକ ଅଛି। ମୁଁ ଲବଙ୍କୁ ସପୋର୍ଟ କରୁଛି। ମୁଁ ଜାଣିନଥିଲି ତାଙ୍କ ସ୍ତ୍ରୀ ପିଲା ଅଛନ୍ତି, କିନ୍ତୁ ମୁଁ ବି ଗୋଟେ ଭିଡିଓରେ କହିଛି କି ଯଦି ଲବ ଭାଇ ଆପଣ ବାହା ହେଇକି ଗୋଟେ ସ୍ତ୍ରୀ ଗୋଟେ ପିଲା ଛୁଆକୁ ଏମିତି ହଇରାଣ କରନ୍ତୁନି। ଆଉ ଯଦି ବାହା ହେଇଛନ୍ତି ନା ଭରଣ ପୋଷଣ ପାଇଁ ମଧ୍ୟ ପଇସା ପତ୍ର ଭଲ ମନ୍ଦ ଦିଅନ୍ତୁ। ଆପଣ ତ 1,00,000-2,00,000 ଟଙ୍କା ଇନକମ କରୁଛନ୍ତି, ତାଙ୍କୁ କିଛି ଦେଇଦେଲେ କିଛି ଅସୁବିଧା ହବନି। ଆଉ ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ବି ନେଇ ଭିଡିଓ କଲେ ସେ ବ୍ଲଗ ବି ଆହୁରି ଭାଇରାଲ ହବ ନା କଣ କହୁଛନ୍ତି? ତାପରେ ଆଉ ଗୋଟେ କଥା ଯେ ମଣିଷ ମାତ୍ରାକେ ହିଁ ଭୁଲ ହେଇଥାଏ, କିନ୍ତୁ ପର ମୁହୂର୍ତ୍ତରେ ସେଇଟାକୁ ଆମେ ସମାଧାନ କରିବା ନା ସେମିତି ଛାଡିଦବା? ନାଇଁ ନିହାତି ସମାଧାନ କରିବା ନା। ଯେମିତି କୁହନ୍ତିନି କି ଆମେ ଯୋଉଠି ଯେମିତି ଯେ କୋଣରେ ଭୁଲ କରିଥିଲେ ବି ସେଇ ଭୁଲ ଆମକୁ ସବୁଦିନ ପାଇଁ କଣ କରିବ? ଗୋଡେଇ ଚାଲିଥିବ। ଯଦି ସେଇ ଭୁଲକୁ ଆମେ ସାମ୍ନା କରୁ ବା କିଛି ବି
ଭୁଲ କାମ କରିଥାଉ ସେଇଟାକୁ ଯଦି ଆମେ ପର ମୁହୂର୍ତ୍ତରେ ଭୁଲ ବୁଝିକି ଆମେ ଯଦି ସୁଧାରି ନଉ ତାହେଲେ ହୁଏତ ସେ ସମାଧାନ ହେଇଯାଏ। ଯଦି ଆମେ ଭୁଲ କରିବା ପୁଣି ଲୁଚିବା ସେ କେତେ ଦିନ ଲୁଚିବା? କେତେ ଦିନ ଲୁଚିବା? ଠିକ ଠିକ। ଦିନେ ନା ଦିନେ ତ ଫେରି ଆସିବାକୁ ପଡିବ। ତେଣୁ କରି ଆମେ ନିଜ ମନଟାକୁ ହଁ ଭୁଲ ହେଇଯାଇଛି ମୁଁ ଯାଇକି ସେଇଠିକୁ ସାମ୍ନା କରିବି, ସେଇଟା କେମିତି କଣ ସମାଧାନ କରାଯାଇ ପାରିବ ସେଇଟା ନେଇକି ଆଲୋଚନା କରିବା କଥା କି ନୁହେଁ? ନିହାତି ନିହାତି କରିବା କିନ୍ତୁ କଥା। ବର୍ତ୍ତମାନ ଯାଏ ଲବ ହାଁସଦା କଣ କରୁଛି? ଏପର୍ଯ୍ୟନ୍ତ ହେଲେ ବାହାରି ନାହାନ୍ତି, ଲୁଚିକି ରହିଛନ୍ତି। ତ ସେଇଠୁ ବି କିଛି ପ୍ରମାଣ ମିଳୁଛି ଯେ ନିହାତି ଏମିତି କିଛି ଭୁଲ କରିଥିବେ ନିହାତି, ଯାହା ଫଳରେ ବାହାରିବାକୁ ଲାଜ ଲାଗୁଥିବ। ସେ କହୁଛନ୍ତି ମୁଁ ସତ୍ୟ ସତ୍ୟର ଘଟଣା ନେଇକି ସାମ୍ନାକୁ ଆସିବି ବହୁତ ଜଲ୍ଦି। ବହୁତ ଜଲ୍ଦି ଆଉ କୋଉଠି? ଯେତିକି ଦିନ ହେଇଗଲା ଆଉ ଅନ୍ୟ କୌଣସି ଲୋକ ହେଇଥିଲେ ଏତେବେଳକୁ ସାମ୍ନାକୁ ବାହାରି ଆସିଥାନ୍ତେ। ହଁ ହଁ ଠିକ କଥା। ସେ ଏତେ ଦିନ ହେଲାଣି କଣ ସତକୁ ଖୋଜୁଛନ୍ତି కదా। ଆଉ ସେ କହୁନ ଆସନ୍ତୁ ଆମେ ଅପେକ୍ଷା କରିବା ଆଉ। ସେମାନେ ପ୍ଲାନିଂ କରୁଛନ୍ତି କେମିତି କେମିତି ବାଗେଇକି କଥାଟା କୁହାଯିବ, କେମିତି ତାଙ୍କ ସ୍ତ୍ରୀଙ୍କୁ ହଜାରେ ଦୋଷ ଦେଇକି ନିଜକୁ ସେଇଠି ସତୀ ସାବିତ୍ରୀ ବନେଇ ହେବେ ସେଇଟା ନେଇକି ପ୍ଲାନ କରୁଥିବେ। ତ ସେଇ ପ୍ଲାନ ଟା ସରିଗଲା ପରେ ସିଏ ପୁରା ସତୀ ସାବିତ୍ରୀ ହେଇକି ବାହାରି ଆସିବେ। ଆଚ୍ଛା ଆଚ୍ଛା। ଲବ ଭାଇ ଆପଣ କଣ କରୁଛନ୍ତି ସେଠି? ସତୀ ସାବିତ୍ରୀର ପ୍ଲାନ କରୁଛନ୍ତି ବୋଧେ ଆଉ। ଆପଣ ଏତେ ଦିନ ଲୁଚିବା, ଏତେ ଦିନ ଚୁପ ରହିବା କଣ ଦରକାର? ଏତେ ଦିନ କଣ ପାଇଁ ଚୁପ ରହିବ? ଯଦି ସତ ଅଛି, ସତ ଯଦି ତମ ଠିକ ଅଛ ସାମ୍ନାକୁ ଆସୁନ। ହଁ ସାଙ୍ଗେ ସାଙ୍ଗେ ତ ଆସିକି ଛାତି ଦେଖେଇକି ସେଇଠି କହିଥାନ୍ତି ମୋର କିଛି ଭୁଲ ନାହିଁ, କିଏ ଯଦି ମୋ ଭୁଲ କାଢିବ ମୁଁ ସେଇଠି ଛେପ ପକେଇକି ସେଇଠି ଚାଟିଦେବି। ଯଦି ମୁଁ ସତର ଥିବି ହଁ ହଁ ନିହାତି। ଯଦି ସତର କହିବି କି ନାଇଁ, ଛାତିରେ ହାତ ମାରିକି କହିବି। ନାଇଁ ନାଇଁ ଛାତିରେ ହାତ ବାଡେ ନା ପେଟରେ କାହିଁ ହାତ ବାଡେ? ଝାଡ ବାଡି ନାଇଁ। ହଁ ଯଦି ଭୁଲ ନଥାଏ, ଯଦି ଭୁଲ ଥିବ ତାହେଲେ ତ ଏମିତି ହିଁ ଲୁଚିବାକୁ ପଡିବ। ହଁ ଯଦି ଲବ ଭାଇ ଆପଣ ସତରେ ଅଛନ୍ତି ଛାତିରେ ହାତ ବାଡେଇକି ଆସନ୍ତୁ, ପେଟରେ ହାତ ବାଡେଇକି କହିବେନି। ତାପରେ ଆଉ ଗୋଟେ କଥା ଯେ ଯେ ଲବ ହାଁସଦା ସେ ନିଜକୁ ମନେ ମନେ କହୁଥିଲା କଣ, ମୁଁ ଅବିବାହିତ। ହଉ ବାବା ଆମେ ସେଇଟା ବି କ୍ଷମା କରିଦଉଛୁ ଯେ ସେ ମିଛ କହିଥିଲେ, ସେଇଟାକୁ ଆମେ ଧରୁନୁ। ତ ବର୍ତ୍ତମାନର କାମ ହେଲା ସେ ସଲମୀ ମୁର୍ମୁ ମଲା କଣ ହେଲା, ସେଇ ତାଙ୍କର ଯାହା ହେଲା ସେଇଟା ଆମେ ସେ ଆଡକୁ ଯିବାନି। ଆମେ ବର୍ତ୍ତମାନ ଖାଲି ଦେଖିବା ତାଙ୍କର ଭଙ୍ଗା ଫ୍ୟାମିଲି କେମିତି ଯୋଡି ହେଇଯାଉ। ନିହାତି ନିହାତି। ଛୁଆଟାର ଭବିଷ୍ୟତ ଅଛି, ଭବିଷ୍ୟତ ଅଛି ନିହାତି। ଛୁଆକୁ ବାପାର ପରିଚୟ ଦରକାର। ଯେ ଛୁଆ ଯେତେବେଳେ କହୁଛି ମୋ ବାପା ଲବ ହାଁସଦା, ସମସ୍ତେ ହସୁଛନ୍ତି ଯେହେତୁ ସେ ବାପାର ପରିଚୟ କେହି ଦେଖି ନାହାନ୍ତି। ସେ ପ୍ରକୃତରେ ସେ ଲବ ହାଁସଦାର ହିଁ ପିଲା ବୋଲି କେହି ଜାଣନ୍ତିନି। ତ ଆମେ ବି ଚାହିଁବୁ ଲବ ତାଙ୍କର ଭଙ୍ଗା ସଂସାର ଯୋଡି ହେଇଯାଉ, ଆଉ ତାକୁ ସେ ଛୁଆଟିର ଭବିଷ୍ୟତ ମଧ୍ୟ ସଜାଡି ହେଇଯାଉ, ବାପାର ପରିଚୟ ମଧ୍ୟ ତାଙ୍କୁ ମିଳିଯାଉ। ଏତିକି ଆମର ଦରକାର। ହଉ ଦିଦି ବହୁତ ବହୁତ ଧନ୍ୟବାଦ। ଆପଣ ଆମକୁ ଟିକେ ସମୟ ଦେଲେ, ଆଉ ବହୁତ କଥା ଜଣେଇଲେ, ଶୁଣେଇଲେ, ଆଉ ଶିଖେଇଲେ ମଧ୍ୟ। ଆଉ ବହୁତ ବହୁତ ଧନ୍ୟବାଦ। ରହିଲି ଦିଦି, ନମସ୍କାର। ନମସ୍କାର ଆଜ୍ଞା। ନମସ୍କାର ନମସ୍କାର। କେତେ ଥର ମୁଁ ଯେତେ ନମସ୍କାର କରିବି ସେତେ ନମସ୍କାର। ତାହେଲେ ମୁଁ ଏଣ୍ଡିଙ୍ଗ କୋଉଠି କରିବି? କିଛି ବୁଝିବନି। ଆପଣମାନେ ଶୁଣିଲେ ତ, ଲବ ହାଁସଦାଙ୍କର ଶ୍ୱଶୁର ଘର ପାଖରେ ଯିଏ ଥିଲେ, ମୁଁ ତାଙ୍କୁ କଲ୍ କରି ବର୍ତ୍ତମାନ କଥା ହେଲି। ଆଉ ସିଏ ମଧ୍ୟ ବହୁତ ଭଲ କଥା କହିଲେ। ବିରୋଧ କରୁଛନ୍ତି କିନ୍ତୁ ସିଏ ମଧ୍ୟ ଚାହୁଁଛନ୍ତି କି ଲବ ହାଁସଦାଙ୍କର ଭଙ୍ଗା ସଂସାରଟା ଯୋଡ଼ି ହେଇଯାଉ। ଆପଣମାନେ କ'ଣ ଚାହୁଁଛନ୍ତି କମେଣ୍ଟରେ ନିହାତି ଜଣେଇବେ। ରହିଲି, ନମସ୍କାର।